ନମସ୍କାର, ମୁଁ ସୁସ୍ମିତା ରଥ। ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଡେ 17ର ପ୍ରାକ୍ଟିସ୍ ମ୍ୟାଜିକ୍ ଚେକ୍ କରିବା। ମ୍ୟାଜିକ୍ ଚେକ୍ ଗୋଟେ ଏମିତି ପ୍ରାକ୍ଟିସ୍ ଯେ ଆପଣଙ୍କର ଜୀବନରେ ଆଣିବାକୁ ଚାହୁଁଥିବା ଟଙ୍କା ପାଇଁ ମନରୁ ଘୋଷଣା କରିବେ। ଆଉ ଲ ଅଫ୍ ଆଟ୍ରାକ୍ସନ୍ର ନିୟମ ହେଉଛି ଆପଣ ଯାହା ଚାହିଁବେ ପ୍ରାକ୍ଟିସ୍ କରିବେ, ମ୍ୟାନିଫେଷ୍ଟ କରିବେ, ତାହେଲେ ଆପଣଙ୍କ ପାଖକୁ ନିଶ୍ଚୟ ଆସିବ। ତ ଆଜିର ପ୍ରାକ୍ଟିସ୍ଟା ହେଉଛି ମ୍ୟାଜିକ୍ ଚେକ୍। ତ ଆପଣଙ୍କୁ ଗୋଟେ ଡାଉନଲୋଡ୍ କରିବା ପାଇଁ ପଡ଼ିବ। ଗୁଗୁଲରେ ଯାଇକିନା ଦେଖିବେ ୟୁନିଭର୍ସ ଚେକ୍ କହିକିନା, ସେ ୟୁନିଭର୍ସ ଚେକ୍ ଆପଣ ଡାଉନଲୋଡ୍ କରିନା ତାର ଫଟୋ କପି ବାହାର କରିବେ। ଏଇଭଳିଆ ଚେକ୍ ଥିବ, ଦେଖନ୍ତୁ ଆପଣ ଏମିତି ଚେକ୍ ଥିବ। ଆପଣ ଆପଣଙ୍କର ସେଇ ଚେକ୍ରେ ଆପଣଙ୍କୁ ଯେତେ ଟଙ୍କା ଦରକାର, ମନେକର ଆପଣ ଗୋଟେ ମୋବାଇଲ କିଣିବା ପାଇଁ ଚାହୁଁଛନ୍ତି, ତ ସେ ମୋବାଇଲ ଆପଣ ଯାଇକିନା ଦେଖିବେ ମାର୍କେଟରେ କେତେ ଟଙ୍କାର ମୋବାଇଲ ଆପଣ ପସନ୍ଦ କରୁଛନ୍ତି। କେତିକି ଟଙ୍କାର, 10,000 ହଉ, 15,000 ହଉ, 30,000 ହଉ, ଯୋଉଟା ବି ଆପଣ ଚାହିଁଛନ୍ତି ସେତିକି ଟଙ୍କା ଆପଣ ଡେଟ୍ ଦେବେ। ଆଜିକା ଡେଟ୍ ଦେଇକିନା, ଆଜି ହେଉଛି 18/11/25 ଆପଣ ଲେଖିବେ। ତାପରେ ଯୋଉଠି ନାଁ ଲେଖା ହେଇଛି ସେଠି ଆପଣଙ୍କ ନିଜର ନାଁ ଲେଖିବେ। ତାପରେ ଆପଣଙ୍କ ଯେତେ ଆମାଉଣ୍ଟ ଦରକାର, ମୋତେ ଯେମିତି ଗୋଟେ ମୋବାଇଲ କିଣିବା ପାଇଁ 30,000 ଟଙ୍କା ଦରକାର, ତ ମୁଁ 30,000 ଟଙ୍କା ଲେଖିବି। ତାକୁ ପୁଣି ଫାଷ୍ଟ ୱାର୍ଡରେ ଲେଖେଇବେ ନମ୍ବର୍ସରେ, ତାପରେ ତାକୁ ପୁରା 30,000 କହିକିନା ଲେଖିବି। ଓନ୍ଲି 30,000 ଓନ୍ଲି କହିକିନା ଲେଖିବି। ତାପରେ ଆପଣ ତାକୁ ଗୋଟିଏ କାନ୍ଥରେ ଚିପକେଇବେ, ନହେଲେ ଡ୍ରେସିଂ ଟେବୁଲରେ, ଗଡରେଜରେ, ଆପଣଙ୍କ ପର୍ସରେ ବି ରଖିବେ। ନହେଲେ ଏମିତି ଯୋଉ କପରେ ଲେଖୁଛନ୍ତି ସେମିତି ଲେଖିବେ। ତାପରେ ଆପଣ ଲେଖିବେ ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ 3 ଥର। ଲକ୍ଷ୍ମୀ ମା, ସେଇ ଚେକ୍ରେ ପଛଆଡ଼େ ହଉ ଯଦି ସାମ୍ନାରେ ଜାଗା ଅଛି ତାହେଲେ ଲେଖିବେ 3 ଥର ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ ଲକ୍ଷ୍ମୀ ମା, ମୋତେ ସାହାଯ୍ୟ କରିଥିବାରୁ ମୁଁ ଗୋଟିଏ ମୋବାଇଲ, ଯୋଉ ନାଁ ମୋବାଇଲ ଆପଣ ଭାବିଛନ୍ତି, ମୁଁ ଗୋଟେ ସାମସଙ୍ଗ ମୋବାଇଲ ଆଣିପାରିଲି। ଥ୍ୟାଙ୍କ ୟୁ ସୋ ମଚ୍। ଆଇ ଲଭ୍ ୟୁ ମନି, ମନି ଲଭ୍ସ ମି। ତାପରେ ଯେତେବେଳେ ହେଇଯିବ, ସେ ଚେକ୍ଟା ପୁରା ହେଇଯିବ, ତାପରେ ଆପଣ ତାକୁ ଥ୍ୟାଙ୍କ ୟୁ ଲକ୍ଷ୍ମୀ ମା, ଥ୍ୟାଙ୍କ ୟୁ କହିକିନା କମ୍ପ୍ଲିଟ୍ ହେଇଗଲା କିନା ଆପଣ ଲେଖିବେ। ସେ ଚେକ୍ଟା ଯେତେବେଳେ ଆପଣ ଲେଖିବେ, ଲେଖି ସାରିଲା ପରେ ଆପଣ ଶାନ୍ତିରେ ବସିବେ, ନିଶ୍ୱାସ ନେବେ, ମନେ ମନେ କହିବେ ମୋ ପାଖରେ ଟଙ୍କାର ଅସୀମ ପ୍ରଭାବ ଆସୁଛି। ତାପରେ ଆପଣ ନାଁଟାକୁ ଲେଖିବେ, ତାପରେ ଡେଟ୍ ଦେବେ, ଆମାଉଣ୍ଟ ଲେଖିବେ, ତାପରେ ରିଜନ ବି ଲେଖିବେ ଆପଣଙ୍କୁ କୋଉଥିପାଇଁ ଦରକାର। ସେଇ ଚେକ୍ର ପଛଆଡ଼େ ମୋର ମୋବାଇଲ ପାଇଁ, କି କୁଆଡ଼େ ବୁଲି ଯିବାର ଅଛି, ବ୍ୟବସାୟ ପାଇଁ, ଘର ପାଇଁ, ଏମିତି ଆପଣ କାରଣଟା ଲେଖିବେ, ରିଜନ ଲେଖିବେ। ତାପରେ ଚେକ୍କୁ ହାତରେ ଧରିବେ ଆଉ ଭିଜୁଆଲାଇଜ କରିବେ, ଆଖି ବନ୍ଦ କରିନା, ଯେପରି ବ୍ୟାଙ୍କ ଆପଣଙ୍କୁ ଟଙ୍କା ପେ କରୁଛି ଚେକ୍ ଥ୍ରୁରୁ। ମନରେ କହିବେ ଧନ୍ୟବାଦ ୟୁନିଭର୍ସ, ଧନ୍ୟବାଦ ନେତ ଲକ୍ଷ୍ମୀ ମା, ଏଇ ଟଙ୍କା ମୋତେ ମିଳିଛି, ମୁଁ ଏହାକୁ ପାଇବାକୁ ଯୋଗ୍ୟ, ମୁଁ ଏହା ପାଇଁ ମୁଁ ବହୁତ ବହୁତ ଖୁସି। ଆପଣ ତାପରେ ଭାବିବେ ଟଙ୍କାଟା ପାଇଯିବେ, କେତେ ଖୁସି ହେବେ, କଣ ଅନୁଭବ କରୁଛନ୍ତି, ଟଙ୍କାଟା କୋଉ ଜାଗାରେ ଆପଣ ଉପଯୋଗ କରିବେ ଭିଜୁଆଲାଇଜ କରିବେ। ତାପରେ ଆପଣ ଚେକ୍କୁ ଡେଲି ଏମିତି 10 ସେକେଣ୍ଡ, 1 ମିନିଟ୍ ଆପଣ ତାକୁ ଭିଜୁଆଲାଇଜ କରିବେ। ମୋର ଏଇ ଚେକ୍ଟା ପୁରା ହେଇଯାଇଛି ବୋଲି ଏମିତି ନା କହିଲେ ଡେଲି ଲେଖିବେ। ଆପଣଙ୍କୁ ୱାଲେଟରେ ହଉ, ବେଡ୍ ସାଇଡ଼ରେ, ଡାଏରୀରେ, ଜାଗାରେ ଯୋଉଠି ବି ଆପଣ ତାକୁ ରଖିକିନା ରଖିବେ। ଟଙ୍କା ଡେଲି କହିବେ ଧନ୍ୟବାଦ ଲକ୍ଷ୍ମୀ ମା, ଆସାମୀରେ
ମ୍ୟାଜିକ୍ ଭାବରେ ମୋ ପାଖକୁ ଆସୁଥିବାରୁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ। ମୋ ପାଖକୁ ଏବେ ଅସୀମ ଧନ ପ୍ରବାହ ହେଉଛି। ୟୁନିଭର୍ସ ମୋତେ ଯେତେ ଟଙ୍କା ଦରକାର ସେତେ ଦଉଛନ୍ତି। ମୁଁ ଧନର ଚୁମ୍ବକ। ସହଜରେ ପ୍ରେମରେ ମ୍ୟାଜିକ୍ରେ ମୋ ପାଖକୁ ଧନ ଆସୁଛି। ଧନ୍ୟବାଦ ୟୁନିଭର୍ସ ଏଇ ଟଙ୍କା ପାଇଁ। ଧନ୍ୟବାଦ ଧନ୍ୟବାଦ। ଏମିତି କହିକିନା ଆପଣ ସେଟାକୁ ରଖିବେ। ଆଶା କରୁଛି ଆପଣ ଆଜିକା ଚାପ୍ଟରଟା ନିଶ୍ଚୟ ବୁଝିପାରିଥିବେ। ଆଉ ଆପଣଙ୍କୁ ଯଦି ଡିଟେଲ୍ ବୁଝିବା ପାଇଁ ଚାହୁଁଛନ୍ତି ଯେ କେମିତି ତାକୁ କରିବେ ବୁଝିପାରୁନାହାନ୍ତି, ତାହେଲେ ଆମ କ୍ଲାସ୍କୁ ଆସନ୍ତୁ। ମୋର ୟୁଟ୍ୟୁବ୍ ଚ୍ୟାନେଲରେ ମୋର ନମ୍ବର ବି ଅଛି। ଆପଣ ମୋତେ ମେସେଜ୍ କରନ୍ତୁ, ଆସିକିନା କ୍ଲାସ୍ରେ ମୁଁ ବତେଇବି ଡିଟେଲ୍ ଆହୁରି ଭଲ ଭାବରେ। ତାକୁ କେମିତି ଡେଲି ପ୍ରାକ୍ଟିସ୍ କରୁ ଆମେ ମନି ପ୍ରାକ୍ଟିସ୍ ନିଶ୍ଚୟ କରିବେ। ଧନ୍ୟବାଦ ଧନ୍ୟବାଦ।